ଭୁବନେଶ୍ୱରରୁ କଟକ ଯିବା ବାଟରେ ନଖରା ଛକରେ ପଡ଼େ ଶ୍ରୀ ଶ୍ରୀ ଲକ୍ଷେଶ୍ୱର ମହାଦେବଙ୍କ ମନ୍ଦିର। ଏହି ମନ୍ଦିରଟି ଅତ୍ୟନ୍ତ ସୁନ୍ଦର। ମନ୍ଦିରରେ ପଶୁ ପଶୁ ଶିବଙ୍କର ଏକ ସୁନ୍ଦର ପ୍ରତିମୂର୍ତ୍ତି ଏଠାରେ ସ୍ଥାପନ କରାଯାଇଛି, ଯେଉଁଠାକୁ ସମସ୍ତେ ଆସିଛନ୍ତି ଏବଂ ତାଙ୍କର ମଧ୍ୟ ଦର୍ଶନ କରୁଛନ୍ତି। ତେବେ ମହାଶିବରାତ୍ରି ଅବସରରେ ଏଠାରେ ବିଶେଷ ଆୟୋଜନ କରାଯାଇଛି। ମନ୍ତ୍ର ପାଠ ବେଦ ଧ୍ୱନିରେ ସାରା ମନ୍ଦିରର ପରିବେଶ ପ୍ରକମ୍ପିତ ହୋଇଛି। ମହାଶିବରାତ୍ରି ଅବସରରେ ଏହି ମନ୍ଦିରର ପରିବେଶ ବେଶ ଚଳଚଞ୍ଚଳ ହୋଇ ଉଠିଥିଲା। ଅନେକ ଶ୍ରଦ୍ଧାଳୁ ଆସିଥିଲେ, ଏଠାରେ ଦୀପ ଦାନ କରିବା ସହିତ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ବିଶେଷ କରି ଏହି ଦିନରେ ଜଳ ଲାଗିଠାରୁ ଆରମ୍ଭ କରି ଶିବଙ୍କର ବିଶେଷ ପୂଜାର୍ଚ୍ଚନା ମଧ୍ୟ କରାଯାଇଛି। ଏ ହେଉଛି ମନ୍ଦିରର ପରିବେଶ। ମନ୍ଦିରରେ ଅତ୍ୟନ୍ତ ସୁନ୍ଦର ପ୍ରତିମୂର୍ତ୍ତି, ତା ସହିତ ଯେଉଁ ସବୁ କାନ୍ଥରେ ମହାଦେବଙ୍କର ବିଭିନ୍ନ ରୂପ, ବିଭିନ୍ନ ଦେବାଦେବୀଙ୍କର ବିଭିନ୍ନ ରୂପ ରହିଛି, ତା ସହିତ ଆପଣମାନେ ଦେଖିପାରୁଛନ୍ତି ମହାଶିବରାତ୍ରି ଅବସରରେ ଏହି ମନ୍ଦିରକୁ ସୁସଜ୍ଜିତ କରାଯାଇଛି ଫୁଲମାଳରେ। ତେବେ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସିଥିଲେ। ଶ୍ରଦ୍ଧାଳୁମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ଏବଂ ଯେଉଁ ସାଜସଜ୍ଜା କରାଯାଇଥିଲା ତାହା ମଧ୍ୟରେ ମନ୍ଦିର ପରିବେଶ ଅତ୍ୟନ୍ତ ଭବ୍ୟ ଏବଂ ଆଧ୍ୟାତ୍ମିକ ହୋଇ ଉଠିଥିଲା। ଦେବଦେବ ମହାଦେବଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ସମସ୍ତେ ଧାଡ଼ି ବାନ୍ଧି ମନ୍ଦିରକୁ ଯାଉଥିଲେ ଏବଂ ପ୍ରଭୁଙ୍କର ଦର୍ଶନ କରୁଥିଲେ। ଏଥିସହିତ ଅନ୍ୟ ପକ୍ଷରେ ଯେଉଁ ପ୍ରସାଦ ବା ମନ୍ଦିରର ସୁନ୍ଦର ପରିବେଶ ଆଉ ତା ସହିତ ଦେବଦେବ ମହାଦେବଙ୍କର ମହାଶିବରାତ୍ରି, ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।